ଅଠସ୍ତରୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରୀ ସାହିତ୍ୟୋତ୍ସବ ସମିତି ପୁରୀ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟ ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ କବିତା ପାଠୋତ୍ସବ ସୁଶ୍ରୀକୃଷ୍ଣା ମହାପାତ୍ର ଯୋଗେଶ୍ୱର ପ୍ରହରାଜଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଆୟୋଜିତ କବିତା ପାଠୋତ୍ସବରେ ଯଥାକ୍ରମେ ବିପିନ ଦଳାଇ, ସଦାଶିବ ମିଶ୍ର, କୃଷ୍ଣଚନ୍ଦ୍ର ରଥ, ଶିବସୁନ୍ଦର ମିଶ୍ର, ବିଜୟଲକ୍ଷ୍ମୀ ଦାସ, ପ୍ରତିଭା ତ୍ରିପାଠୀ, ଅନାମ ସାହୁ, ବୀରେନ୍ଦ୍ର କୁମାର ମହାନ୍ତି, ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବରିଷ୍ଠ କବି ତଥା ଓଡ଼ିଆ ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ହରିହର ମିଶ୍ରଙ୍କ ରଚିତ କବିତା ସଂକଳନ ପଞ୍ଚମ ଦ୍ୱାର ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଡକ୍ଟର ସସ୍ମିତା ମିଶ୍ର, ଅଧ୍ୟାପକ ଅଶୋକ କୁମାର ମିଶ୍ର, ଡାକ୍ତର ରାନୁ ମିଶ୍ର, ଅନ୍ନପୂର୍ଣ୍ଣା ଦେବୀ, ମିନତୀ ମିଶ୍ର, ଉମାକାନ୍ତ ମହାପାତ୍ର, ପ୍ରଭାତ ଚନ୍ଦ୍ର ରଥ, ରଚିତା ରାଉତରାୟ, ଚନ୍ଦ୍ରଶେଖର ମହାରଣା, ମିନତୀ ପଟ୍ଟନାୟକ, ପ୍ରବାସିନୀ ମିଶ୍ର, ଆଶାଲତା ପ୍ରଧାନଙ୍କ ସମେତ ବହୁ କବି ଓ କବୟିତ୍ରୀମାନେ ସ୍ୱରଚିତ ଦେଶାତ୍ମବୋଧ କବିତା ପାଠ କରିଥିଲେ। ସୁରେଶ କୁମାର ପଟ୍ଟନାୟକ ଲୋକାର୍ପିତ ସଂକଳନରୁ ଗୋଟିଏ କବିତା ଆବୃତ୍ତି କରିଥିଲେ। ଶେଷରେ ସଦାଶିବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆମର ଦୀର୍ଘ ଦିନ ଧରି ଆମର ପୁରୀ ଜିଲ୍ଲା ପ୍ରଶାସନ ତଥା ପୁରୀ ସାହିତ୍ୟ ଉତ୍ସବ ସମିତି ପକ୍ଷରୁ ଆମେ ଏଠି ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଆମେ ଦେଶାତ୍ମବୋଧକ କବିତା ପାଠ ଉତ୍ସବ କରୁ। ଏ ବର୍ଷ 78ତମ ସ୍ୱାଧୀନତା ଦିବସ ଅବସରରେ ଆଜି 14 ଅଗଷ୍ଟରେ ଆମେ ପୁରୀ ଜିଲ୍ଲା ପ୍ରଶାସନର ସହଯୋଗରେ ପୁରୀ ସାହିତ୍ୟ ଉତ୍ସବ ସମିତି ପକ୍ଷରୁ ଶତାଧିକ କବିମାନଙ୍କୁ ନେଇ ଏକ କବିତା ଆସର କରାହେଉଛି। ଏ କେବଳ ଦେଶାତ୍ମବୋଧକ କବିତା। ଆମେ ଦେଶର ଏ ମାଟିର ଏ ଗୌରବ ଗାନ କରିବା ପାଇଁ, ଆମେ ସ୍ୱାଧୀନତାକୁ ମନେ ପକାଇବା ପାଇଁ, ସ୍ୱାଧୀନତାକୁ ସ୍ମରଣ କରିବା ପାଇଁ ଆଜି ଏହି ସ୍ୱାଧୀନତା ଦେଶାତ୍ମବୋଧକ କବିତା ଆସରର ଆୟୋଜନ କରାଯାଇଛି। ଆମର ଆଜିର ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଆଜି ଯେଉଁ ଉତ୍ସବ ଅନୁଷ୍ଠିତ ହେଉଛି, ଏହା ହେଉଛି ପୁରୀ ସାହିତ୍ୟ ସେବା ସମିତି ଆନୁକୂଲ୍ୟରେ ଏହା ହେଉଛି। ତେଣୁ ଆମର ପ୍ରାୟ 10ଟି ଅନୁଷ୍ଠାନର ସମସ୍ତେ ଆମର ସମ୍ପାଦକ, ସଭାପତି ଏମାନେ ସବୁ ଆସି ଏଠାରେ ଏକତ୍ରିତ ହୋଇ ଏହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଏ ସମାବେଶର ଆୟୋଜନ କରାହୋଇଛି। ଏଇଥିପାଇଁ ଆମେ ସ୍ୱାଧୀନତା ଦିବସ ପାଳନ କରୁଛୁ। ଯେଉଁ ବୀରମାନଙ୍କର ଆମ ଦେଶ ପାଇଁ ଯେଉଁ ଶହୀଦ ହେଇଛନ୍ତି ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆମେ ପ୍ରତିବର୍ଷ ପାଳୁଛୁ ସତ, କିନ୍ତୁ ସତରେ କ'ଣ ଆମ ଦେଶ ସ୍ୱାଧୀନ ହେଇଛି? କେବେ ସ୍ୱାଧୀନ ହେଇନି। ଆଜି ବି ସେ ବର୍ବରମାନଙ୍କର ଆକ୍ରମଣ ଆମ ଦେଶରେ ଅଛି ବା ରହିଛି ବା ରହିଥିବ, କିନ୍ତୁ ଆମେ ଆମର ଚିନ୍ତାଧାରାକୁ କିପରି ସଜାଡ଼ିବା ଏବଂ ନିଜେ ନିଜକୁ କିଭଳି ସ୍ୱାଧୀନ ନାଗରିକ ବୋଲି ଭାବିବା, ସେଥିପାଇଁ ଆମେ ଚେଷ୍ଟା କରିବା ଉଚିତ। ଖାଲି ସ୍ୱାଧୀନତା ଦିବସ ପ୍ରତିବର୍ଷ ପାଳିଦେଲେ ଯେ ତା ହେବ ତା ନାହିଁ। ଆମେ ଦେଶ ପାଇଁ କ'ଣ କରିପାରିବା ବା ଦେଶ ଆମଠାରୁ କ'ଣ ଆଶା କରୁଛି, ଆମେ ଏଗୁଡ଼ାକ ଭାବିବା ନିହାତି ଆବଶ୍ୟକ। ଯେ ଖାଲି ଆମେ ଫଙ୍କସନ୍ କରିକି ସ୍ୱାଧୀନତା ଦିବସ ପାଳନ କରିଦେବା, ତା ଦେହରେ କିଛି ମୂଲ୍ୟ ନାହିଁ। ଆମେ ନିଜକୁ ନିଜେ ଶପଥ କରିବା ଉଚିତ, ଆମ ଦେଶ ପାଇଁ ଆମେ କିଛି କରିବା, ଆମ ରାଜ୍ୟ ପାଇଁ କିଛି କରିବା, ଆମ ସମାଜ ପାଇଁ କିଛି କରିବା ଏବଂ ଆମେ ଯେଉଁ କବି ଗୋଷ୍ଠୀ ସବୁ ଆସିଛୁ, ଆମ ଲେଖନୀ ମାଧ୍ୟମରେ କିପରି ଆମ ଦେଶକୁ, ଦେଶର ଯେଉଁ ବୀରମାନେ ଶହୀଦ ହେଇଥିଲେ ତାଙ୍କର ବଳିଦାନକୁ କିପରି ଅତିରଞ୍ଜିତ କରି ଲେଖିପାରିବା ଏବଂ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିବା, ଏଇଟା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଆମ ପାଳନର ସେଇଆକୁ ଆମେ ପାଳନ କରିବା ପାଇଁ ପ୍ରତିବର୍ଷ ଏଠି ଆମର ସଂସ୍କୃତି ଭବନକୁ ଆମେ ଆସୁ।